ମିଛ ସତଟା ଆଗରୁ ଲୁଚି ଯାଉଥିଲା କାହିଁକି ନା ମିଡ଼ିଆ ସୋସିଆଲ ମିଡ଼ିଆ ଏତେ ଆକ୍ଟିଭ୍ ନଥିଲା। ମିଛ ସତର ସବୁଦର ଦିନ ପ୍ରତିଦିନ ଦୈନନ୍ଦିନର କାହାଣୀ ଆପଣମାନଙ୍କ ଇଏରେ କ୍ୟାପଚର୍ ହେଇକି ଅଛି। ଓଡ଼ିଶା ଗତ 1.5 ବର୍ଷ ଭିତରେ କ'ଣ ଅଗ୍ରଗତି କରିଛି ଯାହା ଯାହା ସେଥିରେ ତ ସବୁ ଅଲରେଡ଼ି ଆଇଟମ୍ ୱାଇଜ୍ ଏବଂ ଭ୍ୟାଲୁ ୱାଇଜ୍ ଦିଆହେଉଛି। ତେଣୁ ସେଥିରେ ଆଉ ମିଛ ସତ କହିବାରେ କେମିତି ଗୋଟେ ଯେମିତି ଗୋଟେ ଟେକା ଥ୍ରୋ କରିବା ଯେମିତି ବିରୋଧୀଙ୍କର ବିରୋଧ କରିବା ହେଉଛି ତାଙ୍କର ହବି, ତେଣୁ ବିରୋଧ କରିବେ। ଆଉ ରାଜ୍ୟପାଳଙ୍କ ମୁହଁରେ ଯେଉଁ ଅଭିଭାଷଣ କୁହାଯାଇଛି ସେଇଟା ତ ଅଭିଭାଷଣ ପୁରା ଲିଖିତ ଅଛି ଏବଂ ତା ଦେହରୁ କେଉଁଟାକୁ ମିଛ ବୋଲି ସେ କହୁନାହାନ୍ତି ସ୍ପେସିଫିକ୍ ଏଇଟା ହେଉଛି ମିଛ। ଯେତେବେଳେ ସାମଗ୍ରିକ ଭାବରେ ସବୁଗୁଡ଼ାକ ସତ, ତେଣୁ ସାମଗ୍ରିକ ଭାବରେ ସବୁଗୁଡ଼ା ମିଛ କହିଦେଲେ ଗୋଟେ ସେଣ୍ଟେନ୍ସରେ ଓଭର ହେଇଲା, କିନ୍ତୁ ତା ଦେହରେ ସବୁ ସତ୍ୟତା ଅଛି ଏବଂ ତାହା ବି ଯାହା ବି ଆଗକୁ ଫ୍ୟୁଚର ଏଜେଣ୍ଡା ଅଛି ସେଗୁଡ଼ା ବି ସବୁ ଟ୍ରୁଥ୍ ହେବାକୁ ଯାଉଛି କାହିଁକିନା ତାର ପାଷ୍ଟ ଷ୍ଟାଟିଷ୍ଟିକ୍ସଟା ସେ ଆସିଗଲାଣି। ନବୀନ ବାବୁ କେବଳ କିଛି କୁହନ୍ତି କି କିଛି କହୁନଥିଲେ, ଏବେ ତାହେଲେ କହୁଛନ୍ତି ମାନେ ତାର ମିଛ କହିବାଟା ଷ୍ଟାର୍ଟ କରିଛନ୍ତି କାରଣ ଏତେ ଦିନ ଧରିକି ତାଙ୍କ ଶାସନଟା ଯାଇଛି। ଯେତେବେଳେ ମିଛ କହିବା ଛଡ଼ା ତାଙ୍କର ଆଉ ଉପାୟ କ'ଣ ଅଛି? ଆଉ କିଛି ଉପାୟ ନାହିଁ। ଯେତେବେଳେ ଡେଭଲପମେଣ୍ଟଟା ଏଇ ସ୍ପିଡ଼ରେ ଯଦି ଚାଲେ ସେଇଟା କେମିତି ସେମାନେ ଟଲେଟ୍ କରିବେ? ତେଣୁ ମିଛ ବୋଲି କହିବେ ଆଉ କ'ଣ? ଏହା ଗୋଟେ ମାନେ ପ୍ରାକ୍ଟିକାଲି ସେଇଟା ତାଙ୍କ ପାଖରୁ ଏକ୍ସପେକ୍ଟେଡ଼, ତାଙ୍କ ପାଖରୁ ସେଇଆ ହିଁ ଆଶା କରାଉଛି।